ହଁ ମା କହ। ପିତା କଚ ଏପର୍ଯ୍ୟନ୍ତ ଅରଣ୍ୟ ମଧ୍ୟରୁ କାହିଁକି ଲେଉଟିଲେ ନାହିଁ? ସଦାସର୍ବଦା ସେ ସନ୍ଧ୍ୟା ପୂର୍ବରୁ କୁଟୀର ମଧ୍ୟକୁ ପ୍ରବେଶ କରିଥାଏ। ପିତା ପିତା ମୋର ମନ ସ୍ଥିର ରହୁନାହିଁ। ଜାଣେ ମା ଜାଣେ ଜାଣେ ତୋର ମନ কিভাবে ব্যথিত হচ্ছে জানে মা, কিন্তু ধীরস্থির মন তু স্থির কর, চিন্তা কর না, নিশ্চয় কচ আশ্রমকু বাহুরি আসবে। পিতা মোর মনকু পাপ ছুঁছে, কালে কৌশি অঘটন ঘটি নাই তো? না মা না, এভাবে বৃথা চিন্তা মন মধ্যরু দূরেই দে। কচ কচ শক্তিশালী, নিশ্চিত রূপে সে আশ্রমকু ফেরি আসব। তো মো কথা উপরে বিশ্বাস রখ মা, মো কথা উপরে বিশ্বাস রখ। কিন্তু পিতা মতে আর চলা যাও না, নিশ্চিত কচঙ্ক নিকটে কিছু অঘটন ঘটেছে পিতা, কিছু অঘটন। অবিশ্রান্ত ভাবে গোড়াবা তোর পিতা পিতা ଆପଣ କଚକୁ ମୋ ନିକଟକୁ ଫେରାଇ ଆଣନ୍ତୁ ପିତା, କଚକୁ ମୋ ନିକଟକୁ ଫେରାଇ ଆଣନ୍ତୁ। ହଁ ମା, ମୁଁ ଧ୍ୟାନ ବଳରେ ଦେଖୁଛି କଚ କେଉଁ ଆଡେ ଅଛି। ହଁ ପିତା ଆପଣ ସେୟା କରନ୍ତୁ, ଧ୍ୟାନ ବଳରେ ଦେଖନ୍ତୁ କଚ କାହିଁ କେଉଁଠାରେ ଅବସ୍ଥାନ କରୁଛନ୍ତି। କଣ ହେଲା? ମୁଁ ମୋ ଧ୍ୟାନ ବଳରେ ଦର୍ଶନ କରିପାରିଅଛି ସେ ମୂର୍ଖ ରାକ୍ଷସଗଣ କଚକୁ ମାରି ନଦୀର ଗର୍ଭକୁ ଫୋପାଡ଼ି ଦେଇଛନ୍ତି। କଚକୁ ଫେରାଇ ଆଣନ୍ତୁ ପିତା, କଚକୁ ଜୀବଦାନ ଦିଅନ୍ତୁ ପିତା, ଜୀବଦାନ ଦିଅନ୍ତୁ। ହଁ ମା, ମୁଁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦ୍ୱାରା କଚକୁ ପୁନର୍ଜୀବନ ଦେଉଛି। ସେ ନିଶ୍ଚିତ ଆସି ଏଇଠାରେ ଉପସ୍ଥିତ ହେବ। ଗୁରୁଦେବ ଗ୍ରହଣ କରନ୍ତୁ। କଚ ଉଠ ଉଠ ବସ୍ୟ ଉଠ। ଗୁରୁଦେବ ସେ ରାକ୍ଷସ ମାନେ ମତେ ହତ୍ୟା କରି ନଦୀ ଗର୍ଭକୁ ଫିଙ୍ଗି ଦେଇଥିଲେ ଗୁରୁଦେବ। ମୁଁ ଜାଣିଥିଲି, ମୁଁ ଧ୍ୟାନ ବଳରେ ସବୁ ଜାଣିପାରିଛି ବସ୍ୟ, ମୁଁ ସବୁ ଜାଣିପାରିଅଛି। ଗୁରୁଦେବ ସେ ରାକ୍ଷସ ମାନେ ଜମାରୁ ଭଲ ନୁହନ୍ତି, ସେମାନେ ମତେ ତିରସ୍କାର କରି ଗାଳି ବନ୍ଦ କରି ମତେ ହତ୍ୟା କଲେ। ପିତା ଶୁଣିଲେ ତ କଚର ବଚନ, ଆପଣଙ୍କୁ ଅନୁରୋଧ, ଆପଣ କଚକୁ ଆଉ କେବେ ମଧ୍ୟ ଅରଣ୍ୟ ମଧ୍ୟକୁ ଫଳମୂଳ ସଂଗ୍ରହ କରିବା ନିମନ୍ତେ ପଠାଇବେ ନାହିଁ। ମା, ଏହା ତ ହେଉଛି ଋଷି ଆଶ୍ରମର ବିଧିବିଧାନ। କିଭଳି କଚକୁ ମୁଁ ପ୍ରେରଣ କରିପାରିବି ନାହିଁ ଅରଣ୍ୟ ମଧ୍ୟକୁ? ସେ ଯେହେତୁ ଶିକ୍ଷାର୍ଥୀ, ନିଶ୍ଚିତ ରୂପେ ତାକୁ ମଧ୍ୟ ଏ କାର୍ଯ୍ୟ କରିବାକୁ ପଡ଼ିବ। ଏବେ କଚ, ତୁମ୍ଭେ ପୁନର୍ବାର ରାକ୍ଷସ ମାନଙ୍କ ଠାରୁ ନିଜକୁ ସତର୍କ ରୁହ। ହଁ ଗୁରୁଦେବ, ମୁଁ ନିଶ୍ଚିତ ରୂପେ ସତର୍କ ରହିବି।